ଅଗ୍ନି ନିରାପତ୍ତା ଓ ସୁରକ୍ଷା ପାଇଁ ସଚେତନତା ଓ ଅଭ୍ୟାସ କାର୍ଯ୍ୟକ୍ରମ। କେନ୍ଦୁଝର ଅଗ୍ନିଶମ ବିଭାଗ ଦ୍ୱାରା କେନ୍ଦୁଝର ଚର୍ଚ୍ଚ ଛକରେ ଥିବା ଭୂମିକା ଚକ୍ଷୁ ଚିକିତ୍ସାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନି ନିରାପତ୍ତା ଓ ସୁରକ୍ଷା ପାଇଁ ସଚେତନତାର ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା। ନିଆଁ ଦାଉରୁ ନିଜକୁ ସୁରକ୍ଷିତ ରଖିବା ସହିତ କ୍ଷୟକ୍ଷତିରୁ ରକ୍ଷା କରିବା ଦିଗରେ ଦୃଢ଼ ପଦକ୍ଷେପ ନେବା ଆଶାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଅନେକ ସମୟରେ ବିଭିନ୍ନ ହସ୍ପିଟାଲରେ ବିଭିନ୍ନ କାରଣରୁ ନିଆଁ ଲାଗି ଅନେକ ଧନଜୀବନ ହାନି ହେବା ସହିତ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ନିଆଁ ଲାଗିବା ପଛରେ ଅନେକ କାରଣ ସହିତ କିଛି ଅସାବଧାନତା ଯୋଗୁଁ ନିଆଁ ଲାଗିଯାଇଥାଏ। ନିଆଁ ଲାଗିଗଲେ ଏହାର ନିରାକରଣ ପାଇଁ ଅନୁଷ୍ଠାନର କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇନଥାନ୍ତି। କାରଣ ଅନେକ କର୍ମଚାରୀ ସଚେତନ ନଥିବା ସହିତ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଜାଣିନଥାନ୍ତି, ଯାହାଦ୍ୱାରା କି ଦୁର୍ଘଟଣାର ପ୍ରାଥମିକ ସମୟରୁ ହିଁ ନିଆଁ ଲିଭାଇବା ପାଇଁ ଅନୁଷ୍ଠାନର କର୍ମଚାରୀମାନଙ୍କ ଦ୍ୱାରା କୌଣସି ପଦକ୍ଷେପ ନେଇପାରିନଥାନ୍ତି। ଏହି କାର୍ଯ୍ୟକ୍ରମରେ ଜୋନାଲ ମ୍ୟାନେଜର କର୍ଣ୍ଣାଟ କିଶୋର ଜେନାଙ୍କ ପରାମର୍ଶ କ୍ରମେ ଏବଂ ପରିଚାଳକ ରୁଦ୍ରନାରାୟଣ ଲହାରଙ୍କ ପ୍ରୟାସରେ କେନ୍ଦୁଝର ଭୂମିକା ହସ୍ପିଟାଲ ତରଫରୁ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସହଯୋଗରେ ହସ୍ପିଟାଲ କର୍ମଚାରୀଙ୍କୁ ସଚେତନତା ଓ ଅଭ୍ୟାସ ପାଇଁ ଅନୁରୋଧ କରାଯାଇଥିଲା। ସେହି ଉଦ୍ୟମରେ ହସ୍ପିଟାଲରେ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ କରି ଏକ ସଚେତନ ବାର୍ତ୍ତା ସହିତ ଅଭ୍ୟାସ କରାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଏକ 4 ଜଣିଆ ଟିମ୍ ଆସି ଭୂମିକା ଚକ୍ଷୁ ହସ୍ପିଟାଲର ସମସ୍ତ କର୍ମଚାରୀମାନଙ୍କୁ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ଦେଇଥିଲେ। କୌଣସି ମୁହୂର୍ତ୍ତରେ କୌଣସି କାରଣବଶତଃ ନିଆଁ ଲାଗିଗଲେ ନିଆଁକୁ କିପରି ଭାବରେ ଆୟତ୍ତ କରାଯାଇପାରିବ ଓ ଅଗ୍ନି ନିର୍ବାପକ ଯନ୍ତ୍ରକୁ କିପରି ବ୍ୟବହାର କରାଯାଇପାରିବ, ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଅଭ୍ୟାସ କରାଇଥିଲେ। ହସ୍ପିଟାଲ କର୍ମଚାରୀ ମଧ୍ୟ ଗୁରୁତ୍ୱର ସହିତ ଏହି ଅଭ୍ୟାସକୁ ପାଳନ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।